ବିକର୍ମର ସ୍ୱରୂପ କ'ଣ ଆସନ୍ତୁ ଜାଣିବା। ଭଗବାନ ଦେଖାଇଛନ୍ତି ଯେ ସାଧାରଣତଃ ମିଥ୍ୟା, କପଟ, ଚୋରି, ବ୍ୟଭିଚାର, ହିଂସା ଆଦି ପାପ କର୍ମର ନାମ ଯେ ବିକର୍ମ ତାହା ସମସ୍ତେ ଜାଣନ୍ତି। କିନ୍ତୁ ଏତିକି ଜାଣିଗଲେ ବିକର୍ମର ଯଥାର୍ଥ ସ୍ୱରୂପ ଜଣାଯାଇପାରିବ ନାହିଁ। କାରଣ ଶାସ୍ତ୍ରର ତତ୍ତ୍ୱ ଜାଣିନଥିବା ଅଜ୍ଞାନୀମାନେ ପୁଣ୍ୟକୁ ମଧ୍ୟ ପାପ ବୋଲି ଧରି ନିଅନ୍ତି ଏବଂ ପାପକୁ ପୁଣ୍ୟ ବୋଲି ଧରି ନିଅନ୍ତି। ବର୍ଣ୍ଣ, ଆଶ୍ରମ ଓ ଅଧିକାର ଭେଦରେ ଯେଉଁ କର୍ମ ଜଣକ ପାଇଁ ବିହିତ ହୋଇଥିବାରୁ କର୍ତ୍ତବ୍ୟ ହୁଏ, ତାହା ଅନ୍ୟମାନଙ୍କ ପାଇଁ ନିଷିଦ୍ଧ ହୋଇଥିବାରୁ ପାପ ହୋଇଯାଏ ବା ବିକର୍ମ ହୋଇଯାଏ। ଉଦାହରଣ ସ୍ୱରୂପ, ସବୁ ବର୍ଣ୍ଣର ସେବା କରି ଜୀବିକା ନିର୍ବାହ କରିବା ଶୂଦ୍ରଙ୍କର ବିହିତ କର୍ମ, କିନ୍ତୁ ତାହା ବ୍ରାହ୍ମଣଙ୍କ ପାଇଁ ନିଷିଦ୍ଧ କର୍ମ। ପୁଣି ଦାନ ଗ୍ରହଣ କରି ବେଦ ପଢ଼ାଇ ଓ ଯଜ୍ଞ କରାଇ ଜୀବିକା ନିର୍ବାହ କରିବା ବ୍ରାହ୍ମଣଙ୍କ ପାଇଁ କର୍ତ୍ତବ୍ୟ କର୍ମ, କିନ୍ତୁ ଅନ୍ୟ ବର୍ଣ୍ଣଙ୍କ ପାଇଁ ତାହା ପାପ। ଆହୁରି ମଧ୍ୟ ଗୃହସ୍ଥଙ୍କ ପକ୍ଷରେ ନ୍ୟାୟ ଉପାର୍ଜିତ ଦ୍ରବ୍ୟ ସଂଗ୍ରହ ଏବଂ ଋତୁକାଳରେ ସ୍ୱପତ୍ନୀ ଗମନ ହେଉଛି ଧର୍ମ, କିନ୍ତୁ ସନ୍ନ୍ୟାସୀଙ୍କ ପକ୍ଷରେ କାମିନୀ କାଞ୍ଚନର ଦର୍ଶନ ସ୍ପର୍ଶନ ମଧ୍ୟ ପାପ। ତେଣୁ ମିଥ୍ୟା, କପଟ, ଚୋରି, ବ୍ୟଭିଚାର, ହିଂସା ଆଦି ଯାହା ସର୍ବସାଧାରଣଙ୍କ ପାଇଁ ନିଷିଦ୍ଧ ତଥା ଅଧିକାର ଭେଦରେ ଯାହା ଭିନ୍ନ ଭିନ୍ନ ବ୍ୟକ୍ତିମାନଙ୍କ ପାଇଁ ନିଷିଦ୍ଧ, ତାହା ସବୁ ତ୍ୟାଗ କରିବା ନିମନ୍ତେ ବିକର୍ମର ସ୍ୱରୂପ ଭଲ ଭାବରେ ବୁଝିବା ଉଚିତ। ଏହାର ସ୍ୱରୂପ ତତ୍ତ୍ୱବେତ୍ତା ମହାପୁରୁଷମାନେ ହିଁ ସଠିକ ରୂପରେ ନିର୍ଣ୍ଣୟ କରିପାରନ୍ତି। ତେଣୁ ଭଗବାନ କହିଛନ୍ତି କର୍ମର ଗତି ବଡ଼ ଗହନ। ଭଗବାନ ଏହାଦ୍ୱାରା ଦେଖାଇଛନ୍ତି ଯେ କର୍ମର ତତ୍ତ୍ୱ ହେଉଛି ବଡ଼ ଗହନ। କର୍ମ କ'ଣ, ଅକର୍ମ କ'ଣ, ବିକର୍ମ କ'ଣ, ତାହା ପ୍ରତ୍ୟେକ ମନୁଷ୍ୟ ନିର୍ଣ୍ଣୟ କରିପାରିବ ନାହିଁ। ଯେଉଁମାନେ ବିଦ୍ୟା ବୁଦ୍ଧି ଦୃଷ୍ଟିରୁ ପଣ୍ଡିତ ଏବଂ ବୁଦ୍ଧିମାନ, ସେମାନେ ମଧ୍ୟ ବେଳେବେଳେ ଏହା ନିର୍ଣ୍ଣୟ କରିବାକୁ ଅସମର୍ଥ ହୋଇଯାନ୍ତି। ଏଣୁ କର୍ମର ତତ୍ତ୍ୱ ଭଲ ଭାବରେ ଜାଣିଥିବା ମହାପୁରୁଷମାନଙ୍କ ଠାରୁ ଏହାର ତତ୍ତ୍ୱ ବୁଝିବା ଆବଶ୍ୟକ।